ଆମର ଗତକାଲି ଗୋଟେ ମୋକଦ୍ଦମା ରୁଜୁ ହୋଇଥିଲା ଯାହାକି ତାର କମ୍ପ୍ଲେଣ୍ଟ ଥିଲେ ଆମର ତୁଳସୀର ଆରଆଇ ଇତିଶ୍ରୀ ସେନାପତି। ସେ ରିପୋର୍ଟ କଲେ ଯେ ଗତକାଲି ସେ ତହସିଲଦାରଙ୍କ ସହିତ ତହସିଲଦାର ବ୍ୟାସନଗର ପ୍ରଶାନ୍ତ କୁମାର ପଣ୍ଡା ସେ ଯାଇଥିଲେ କାଲି ଫଜଲପୁରର ଏକ ଫିଲ୍ଡ ପରିଦର୍ଶନ। ସେ ଦେଖିଲେ ଗୋଟେ ଜାଗାରେ ଇଲିଗାଲ ମାଟି ଟ୍ରାନ୍ସପୋର୍ଟ ହଉଛି, ଜେସିବି ଦୁଇଟା ଏବଂ ଟ୍ରାକ୍ଟର 5-7 ଲାଗିଛନ୍ତି ଇଲିଗାଲ ଟ୍ରାନ୍ସପୋର୍ଟ। ସେ ଗଲେ ପଚାରିବେ ଭେରିଫିକେସନ କରିବାକୁ, ସେତେବେଳେ କିଛି ଗାଡି ଦୌଡ଼ିକି ଇତସ୍ତ ପଳେଇଗଲେ ଏବଂ ଗୋଟେ ଗାଡି ଜାଣି ଶୁଣିକି ତାଙ୍କ ଉପରେ ଧକ୍କା କରି ଗାଡି ଚଢି ଯାଇଥିଲେ। ସେ ଗୁରୁତର ଆହତ ହୋଇ ସେଠି ପଡିଥିଲେ ଏବଂ ଖବର ପାଇ ଆଇସି ଯାଇ ତାଙ୍କର ଗାଡି ଏବଂ ଅନ୍ୟ ବ୍ୟବସ୍ଥା କରି ତାକୁ କୋରେଇ ମେଡିକାଲକୁ ନେଇଥିଲେ। କୋରେଇ ମେଡିକାଲରୁ ତାଙ୍କୁ କଟକ ସିଫ୍ଟ କରାଯାଇଛି, ସେ ଅଣ୍ଡର ଟ୍ରିଟମେଣ୍ଟ ଅଛନ୍ତି। ଏ ସଂକ୍ରାନ୍ତରେ କାଲି ଦିନ 3:30 ବେଳେ ଗୋଟେ ଲିଖିତ ରିପୋର୍ଟ ଦେଲା ପରେ ଆମର କୋରେଇ ଥାନାରେ ଗୋଟେ କେସ୍ ହେଲା ମାମଲା। ତାର ମାମଲା ନମ୍ବର ହଉଛି ମୋକଦ୍ଦମା ନମ୍ବର 151 ହେଲା ପରେ ଏଇ ଯୋଉ ଯେହେତୁ ଜଣେ ସରକାରୀ ଅଫିସରଙ୍କୁ ମାନେ ଗାଡି ଚଢି ମାରିବାକୁ ଉଦ୍ୟମ କରାଯାଇଥିଲା, ତେଣୁ ଏଟାକୁ ଅତି ଗୁରୁତର ସହିତ ନିଆଯାଇଥିଲା। ଆମର ଏସପି ଯାଜପୁର ସାର୍ଙ୍କର ନିର୍ଦ୍ଦେଶକ 2ଟି ସ୍ପେଶାଲ ଟିମ୍ କରାଯାଇଥିଲା ଏବଂ ରାତିକ ଭିତରେ 10 ଘଣ୍ଟା ଭିତରେ ଆମର ଆଇଆଇସି କୋରେଇ ଏବଂ ତାଙ୍କର ଟିମ୍ ଆମର କଳିଙ୍ଗନଗର, ଯାଜପୁର ବ୍ୟାସନଗର ଏବଂ କେଉଁଝରରୁ 10 ଜଣଙ୍କୁ ଗିରଫ କରିଛନ୍ତି ଏବଂ ଏଥିରେ ଆମର 7ଟି ଟ୍ରାକ୍ଟର ସିଜ୍ ହେଇଛି, 2ଟି ଜେସି ମେସିନ୍ ସିଜ୍ ହେଇଛି। ଆଉ ଯେଉଁମାନେ ଗାଡିରେ ଯିଏ ଥିଲା ଜଣେ ମାଲିକ, ଯିଏ ଥିଲେ ଜଣେ ଡ୍ରାଇଭର କମ୍ ମାଲିକ ଏବଂ ସେ ମଧ୍ୟ ଜମିର ଓନର, ସେ ମଧ୍ୟ ଗିରଫ ହେଇଛି। 10 ଜଣଙ୍କୁ ଗିରଫ କରାଯାଇଛି। ସମସ୍ତ 10 ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ସମସ୍ତ ଗାଡି ଯୋଉ ଜବତ ହେଇଛି ବାହାରେ ରଖାଯାଇଛି, ପୋଲିସ ହେଫାଜତରେ ଅଛି ଏବଂ ଆମର ଅନ୍ୟାନ୍ୟ ଯୋଉ ଆଇନଗତ କାର୍ଯ୍ୟକ୍ରମ କଣ ତାଙ୍କୁ କୋର୍ଟ ଚାଲାଣ କରାଯିବ।